ଯେତେବେଳେ ସେମାନଙ୍କୁ ଇଗ୍ନୋର କରିକିରି ତାଙ୍କୁ ମାନେ ଅଣଦେଖା କରିକିରି ଯେତେବେଳେ ବାବୁ ଶାସନ ଚାଲିଥିଲା ଏବଂ ଯେତେବେଳେ ବାବୁ ମାନଙ୍କୁ ନେଇକିରି ମାନେ ତାଙ୍କର ଅଧସ୍ଥାନ କର୍ମଚାରୀକୁ ନେଇକି ଯେତେବେଳେ ସାରା ଓଡ଼ିଶାକୁ ଶାସନ କରୁଥିଲେ ନିଷ୍ପତ୍ତି ନେଉଥିଲେ ସରକାର ଚଲାଉଥିଲେ ତେଣୁ ସେ ସରକାରକୁ ଅହଙ୍କାରୀ ଶାସନ ହିଁ କୁହାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନବୀନ ବାବୁଙ୍କ ସରକାରଙ୍କୁ ଅହଙ୍କାରୀ ଶାସନ ବୋଲି କହୁଥିଲେ, ଅହଙ୍କାରୀ ସରକାର ବୋଲି କହିଛନ୍ତି। ଆର ପଛର କାରଣ କଣ କଣ ଅହଙ୍କାର ଦେଖେଇଥିଲେ ନବୀନ ବାବୁ? ତେଣୁ ଗୋଟେ ନିର୍ବାଚିତ ସରକାର, ଯୋଉ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ହେଇଥାଏ, ଲୋକ ପ୍ରତିନିଧି ମାନେ ନିର୍ବାଚିତ ହେଇଥାନ୍ତି, ବିଧାୟକ ମାନେ ନିର୍ବାଚିତ ହେଇଥାନ୍ତି, ସାଂସଦ ମାନେ ନିର୍ବାଚିତ ହେଇଥାନ୍ତି ଏବଂ ସେଇ ବିଧାୟକ ମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଯିଏ ହୁଅନ୍ତି ସେ ମନ୍ତ୍ରିମଣ୍ଡଳ କରନ୍ତି ଏବଂ ଶାସନର ନିଷ୍ପତ୍ତି ନିଅନ୍ତି, ସରକାର ନିଷ୍ପତ୍ତି ନିଅନ୍ତି ଏବଂ ସରକାର ଚଲାନ୍ତି। ଯେତେବେଳେ ସେମାନଙ୍କୁ ଇଗ୍ନୋର କରିକିରି ତାଙ୍କୁ ମାନେ ଅଣଦେଖା କରିକିରି ଯେତେବେଳେ ବାବୁ ଶାସନ ଚାଲିଥିଲା ଏବଂ ଯେତେବେଳେ ବାବୁ ମାନଙ୍କୁ ନେଇକିରି ମାନେ ତାଙ୍କର ଅଧସ୍ଥାନ କର୍ମଚାରୀକୁ ନେଇକି ଯେତେବେଳେ ସାରା ଓଡ଼ିଶାକୁ ଶାସନ କରୁଥିଲେ ନିଷ୍ପତ୍ତି ନେଉଥିଲେ ସରକାର ଚଲାଉଥିଲେ ତେଣୁ ସେ ସରକାରକୁ ଅହଙ୍କାରୀ ଶାସନ ହିଁ କୁହାଯିବ। ଆଉ ଅନ୍ୟ କିଛି ତାର ଶବ୍ଦ ନାହିଁ। ଜଗନ୍ନାଥଙ୍କୁ କଣ ନିଜ ସ୍ୱାର୍ଥରେ ବିଜେଡି ୟୁଜ କରୁଥିଲା ବୋଲି ଆପଣଙ୍କ ଦଳ ବା ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୁହାଯାଉଛି? ମହାପ୍ରଭୁ ଆମର ଆରାଧ୍ୟ ଦେବତା ଏବଂ ତାଙ୍କର ଭକ୍ତଙ୍କ ପାଇଁ ଚାରିଦ୍ୱାର ଖୋଲିବା କଥା ହଉ, ରତ୍ନ ଭଣ୍ଡାରକୁ ନେଇକି ରାଜନୀତି ବି କରୁଥିଲେ ତତ୍କାଳୀନ ସରକାର, ନବୀନଙ୍କ ସରକାର। ଅନ୍ୟ ପକ୍ଷରେ ଆପଣ ଦେଖିବେ ଯେତେବେଳେ କୋଭିଡ ସମୟରେ ଯେତେବେଳେ ହେଇଥିଲା ରଥଯାତ୍ରାକୁ ପରମ୍ପରା ଅଛି, ରଥଯାତ୍ରା କେତେ ବଡ ହବ ନ ହବ ଅଲଗା କଥା, କିନ୍ତୁ ରଥ ଚାଲିବ ଏବଂ ରଥ ବନ୍ଦ ହବ ନାହିଁ ଏ କଥା ଯେତେବେଳେ ହଉଥିଲା ସରକାର ନିଜେ ମଧ୍ୟ ଓକିଲ ଦେଇକିରି ଏ କଥାକୁ କରୁଥିଲେ ଯେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କେମିତି ରଥଯାତ୍ରା ବନ୍ଦ ହବ। ଇଏ ଅହଙ୍କାର ନୁହେଁ, ଇଏ କଣ ମହାପ୍ରଭୁଙ୍କ ପ୍ରତି ମାନେ ମାନେ ଇଏ ସରକାର ତତ୍କାଳୀନ ସରକାରଙ୍କର ମାନେ ଅପମାନ ନୁହେଁ? ଆକୁ କଣ କୁହାଯାଇପାରିବ? କିନ୍ତୁ ବିଜୁ ଜନତା ଦଳ ପକ୍ଷରୁ କୁହାଯାଉଛି ଯେ ସରକାର ଗଢା ହଉ ହଉ ନୂଆ ସରକାର ଆସୁ ଆସୁ ବଡ ଠାକୁର ପଡିଗଲେ ରଥ ଉପରୁ, ଇଏ ଠାକୁରଙ୍କ ପ୍ରତି ଅପମାନ କି ନୁହେଁ? ଦେଖନ୍ତୁ ଯେତେବେଳେ ଇଏ ନିଶ୍ଚିତ ଭାବରେ ଇଏ ଅତ୍ୟନ୍ତ ସ୍ପର୍ଶକାତର କଥା, ଏ କଥାକୁ ଆମେ ମଧ୍ୟ ସ୍ୱୀକାର କରୁଛୁ। ମହାପ୍ରଭୁଙ୍କର ଯୋଉ ରଥଯାତ୍ରା ବହୁତ ସୁରୁଖୁରୁ ହେଲା, କିନ୍ତୁ ମାନେ ଗୋଟିଏ ଯୋଉ ତ୍ରୁଟି ହେଲା ସେ ତ୍ରୁଟି କୋଉଠି ରହିଲା ଏବଂ ସେ କଥାକୁ ତଦନ୍ତ ହେଇକି ମଧ୍ୟ ତାକୁ ପରବର୍ତ୍ତୀ ସମୟରେ ହେଲା ଏବଂ ନିଜେ ମଧ୍ୟ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟମାନେ ସମସ୍ତେ ରହିକି ମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ସମସ୍ତେ ରହିକିରି ସେଠି ମଧ୍ୟ ପୁରାପୁରି ଭାବରେ କେମିତି ପୁଣି ସୁରୁଖୁରୁରେ ପରିଚାଳନା ହେବ ତାର ଦାୟିତ୍ୱ ନିଜେ ରହିକି ସେଠି 7 ଦିନ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ, 7 ଦିନ ଧରିକି ପୁରାପୁରି ଭାବରେ ସମ୍ପନ୍ନ ହେଲା ଏବଂ ସେଠୁ ସେ ଆସିଲେ ଏ କଥା ମଧ୍ୟ କରାଯାଇଛି। ନିଶ୍ଚିତ ଭାବରେ ଏଇ କଥା ଏବଂ ଆଗାମୀ ଦିନରେ କିଭଳି ଭାବରେ ନ ହବ, ଆହୁରି ସୁରୁଖୁରୁ ହବ, ଆହୁରି ଭଲ ଭାବରେ ହବ, ସେଥିପ୍ରତି ସରକାର ଯତ୍ନବାନ ଅଛନ୍ତି। ହଁ ଦିଲ୍ଲୀ ବାବୁ, ଏଠି ଆଉ ଗୋଟେ କଥା କୁହାଯାଇପାରେ ଯେ 100 ଦିନର ସରକାରରେ ଅନେକ ଗୁଡ଼ିଏ ବିଫଳତାର କଥା ବିଜୁ ଜନତା ଦଳ ପକ୍ଷରୁ କୁହାଯାଉଛି ଯେ କିଭଳି ରାଜ୍ୟପାଳଙ୍କ ପୁଅ ମାମଲାରେ ସରକାର କିଛି କରିପାରିଲେନି। ଆଉ ଆମେ ଦେଖୁଛୁ କେମିତି ଏଠି ଜଣେ ସେନା କର୍ମଚାରୀ ତାଙ୍କ ବାନ୍ଧବୀଙ୍କର ଅଭିଯୋଗ ଆସୁଛି, ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଉଛନ୍ତି, ବିଜେଡି ଦଳ ପକ୍ଷରୁ ଉଠାଯାଉଛି। ତ ଏ ସମ୍ପର୍କରେ ଆପଣ କେମିତି ଦେଖିବେ? ସରକାର 24 ବର୍ଷ ସରକାର 8524 ବର୍ଷ 3 ମାସର ସରକାର 8500 ଦିନର ସରକାର ଯୋଉ ସରକାର ଥିଲା, ଏ ସରକାର ଯୋଉ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡି ରହିଥିଲା, ଆଜି ସେ ଯଦି ଅଭିଯୋଗ କରିବ 100 ଦିନର ସରକାରକୁ ତାହା ହାସ୍ୟାସ୍ପଦ। 1ରେ 2ରେ ଆଜି ଅସହିଷ୍ଣୁତା ପ୍ରକାଶ କରୁଛି ବିଜୁ ଜନତା ଦଳ, ଯେତେବେଳେ ତାଙ୍କ ସମୟରେ ଏ କଥା ହେଇପାରୁନଥିଲା ଏବଂ ଯାହା ସେ ନିର୍ବାଚନରେ ପ୍ରତିଶ୍ରୁତି ରଖିଥିଲେ ତାକୁ ପାଳନ କରୁନଥିଲେ, ତାକୁ ଠିକ ସମୟରେ କାର୍ଯ୍ୟକାରୀ କରୁନଥିଲେ। ଆଜି ଯେତେବେଳେ ଭାରତୀୟ ଜନତା ପାର୍ଟିର ସରକାର ଓଡ଼ିଶାବାସୀଙ୍କ ବିଶ୍ୱାସକୁ ନେଇକି କାର୍ଯ୍ୟ କରୁଛି ଏବଂ ଯୋଉ ଯୋଉ କଥା ଗୋଟି ଗୋଟି କହିଥିଲା ପ୍ରତିଶ୍ରୁତିରେ ଦେଇଥିଲା ତାକୁ ଯେତେବେଳେ ଆଜି ପାଳନ କରୁଛନ୍ତି ମୋହନ ମାଝୀଙ୍କ ସରକାର, ସେତେବେଳେ ଏଇ ଅସହିଷ୍ଣୁତା ପ୍ରକାଶ କରିକି ଏ କଥା କହୁଛନ୍ତି। ନହେଲେ ତା ବ୍ୟତୀତ କିଛି ନୁହେଁ, କେବଳ କାଦୁଅ ଫିଙ୍ଗିବା କଥା, ଗଠନମୂଳକ ନାହିଁ, କେବଳ କାଦୁଅ ଫିଙ୍ଗିବା କଥା ବିଜୁ ଜନତା ଦଳ କରୁଛି, ଏ କଥାକୁ ସ୍ୱୀକାର କରାଯାଇପାରେ। ଅନ୍ୟ ପ୍ରକାର ଯଦି ଆମେ କହିବା କଣ ନ ହେଇଛି, ଆମେ ମାନେ 8 ଘଣ୍ଟା ଭିତରେ ଆଜି ଦେଖନ୍ତୁ ମାନେ ଗୋଟିଏ ଦିନ ବି ମଧ୍ୟ ମୁଖ୍ୟମନ୍ତ୍ରୀ ଯାଉନଥିଲେ ଗ୍ରିଭାନ୍ସେସ୍ ନେବା ପାଇଁ। ଆଜି ଜନଶୁଣାଣିକୁ ଆଜି ମୋହନ ସରକାର ଗୁରୁତ୍ୱ ଦେଇଛନ୍ତି।
ଏବଂ 15 ମିନିଟ୍ 10 ମିନିଟ୍ 15 ମିନିଟ୍ରେ କ୍ୟାବିନେଟ୍ ଖତମ ହେଇଯାଉଥିଲା। ଆଜି ଘଣ୍ଟା 1.5 ଘଣ୍ଟା 2 ଘଣ୍ଟା ଧରିକି କ୍ୟାବିନେଟ୍ରେ ଚର୍ଚ୍ଚା ହଉଛି, ଆଲୋଚନା ହଉଛି, ନିଷ୍ପତ୍ତି ହଉଛି। ଏବଂ ଆଜି ଦେଖିବା ଭକ୍ତଙ୍କ ପାଇଁ 4 ଦ୍ୱାର ଖୋଲିବା ହଉ, ରତ୍ନ ଭଣ୍ଡାର କଥା ହଉ, ଶ୍ରୀମନ୍ଦିର ପାଇଁ 500 କୋଟି ଟଙ୍କା କର୍ପସ ଫଣ୍ଡ କଥା ହଉ, ଓଡ଼ିଆ ଅସ୍ମିତା ପାଇଁ 200 କୋଟି ଟଙ୍କା କଥା ହଉ, ଆଜି ମାନେ ବହୁ ପ୍ରତୀକ୍ଷିତ ଯୋଉ ଯୋଜନା, ଐତିହାସିକ ଯୋଜନା ଯୋଉଟା କି ଓଡ଼ିଶା ସ୍ୱାଧୀନ ଭାରତରେ ଏବଂ ଓଡ଼ିଶାରେ ଏଭଳି ଭାବରେ ଯୋଜନା ହେଇଥିଲା ଯୋଉ 1 କୋଟିରୁ ଉର୍ଦ୍ଧ୍ୱ ମହିଳା ଉପକୃତ ହେବେ। ଆଜି ଯୋଉ ସୁଭଦ୍ରା ଯୋଜନାରେ ଏ କଥା ବି ହେଇଛି। ଏବଂ 3100 ଟଙ୍କା ଧାନ ଯୋଉ ନବୀନ ପଟ୍ଟନାୟକ ସରକାର ଘୋଷଣା କରିକି ବି 100 ଟଙ୍କା ବୋନସ୍ ଦେବାରେ ବିଫଳ ହେଇଥିଲା ଏବଂ 100 ଟଙ୍କା ବୋନସ୍ ବି ଚାଷୀଙ୍କୁ ଦେଇପାରିନଥିଲା। ଆଜି ଆମେ ସେ କଥା କହିଥିଲୁ ଯେ 3100 ଟଙ୍କା କରିବୁ, ଆଜି 3100 ଟଙ୍କା ଧାନର ସହାୟକ ମୂଲ୍ୟ କରିଛୁ। ଆଗକୁ କଣ ସଫଳତା କୁହାଯିବନି? ଏମିତି ଯଦି ଆମେ ସଫଳତାର ଗାଥା 100 ଦିନରେ କହିବୁ, ଅନେକ ସଫଳତା ଅଛି। ଓକେ, ବହୁତ ଏ ଧନ୍ୟବାଦ। ସଫଳତାକୁ ସହ୍ୟ କରିପାରୁନାହାନ୍ତି ଏବଂ ଯେତେବେଳେ ଲୋକେ ଛାଡି ଯାଉଛନ୍ତି, ତାଙ୍କ ଦଳର ମାନେ ନେତା ସାଂସଦ ତାଙ୍କ ପାଖକୁ ଛାଡି ଯାଉଛନ୍ତି, ସେତେବେଳେ ସେ ଅସହିଷ୍ଣୁତା ହେଇକି ଏବଂ ମାନେ ହତାଶ ହେଇକିରି ଏଭଳି ପ୍ରକାର ସେ କାଦୁଅ ଫିଙ୍ଗିବା କାମ କରୁଛନ୍ତି। ଆଜ୍ଞା, ବହୁତ ଧନ୍ୟବାଦ ଦିଲ୍ଲୀପ ବାବୁ ଆପଣଙ୍କର ମତାମତ ପାଇଁ, ବହୁତ ଧନ୍ୟବାଦ।